ସାଙ୍ଗମାନେ ଗୋଟେ ସୁନ୍ଦର କଥା କହିବି, ଆପଣ ରାଗିବେନି। ମୁଁ ତ ସବୁବେଳେ ମରମରେ ବାଧିଲା ଭଳିଆ କହିଥାଏ ଆଉ। ଗାଁକୁ ଯାଇଥିଲି ଦଶହରାରେ। ଘରକୁ ସବୁ ବର୍ଷ ଯାଇଥାଏ। ଗୋଟେ ଦିନ ରହିକିରି ଅଷ୍ଟମୀ ଦିନ ନବମୀ ଦିନ ପଳେଇ ଆସେ। ଆଉ ଏବେ ଏଇ ବର୍ଷ 4-5 ଦିନ ଟିକେ ହେଇଗଲା, ମୋର 4 ଦିନ ଖଣ୍ଡେ ହେଇଗଲା। ପ୍ରାୟ ତାରି ଭିତରେ ମୁଁ ବହୁତ କିଛି ସ୍ମୃତି ଅନୁଭୂତି ସାଉଁଟିଲି। ଦେଖିଲି ଯେ ବହୁତ ଦୁଃଖରେ ଅଛନ୍ତି। ଏମିତି ତାଙ୍କ ପାଖରେ ଗାର୍ଡ଼ିଅନ୍ ବି ନାହାନ୍ତି ଘର ଚଳେଇବା ପାଇଁ। ପଇସାଟିଏ ନାହିଁ, ଅଧେ ଦିନ ଖାଇଲେ ଅଧେ ଦିନ ଉପାସ। କିନ୍ତୁ ସେମାନଙ୍କ ପାଖରେ ଏତେ ଖୁସି ସାଉଁଟିଲି ମୁଁ। ବିଶ୍ୱାସ କରିପାରିବେନି, ଯେଉଁମାନେ ବଡ଼ ଲୋକ, ବହୁତ ଓଜନଦାର ବେଶୀ ଯାହାକୁ କହନ୍ତି, ତାଙ୍କ ମୁହଁରେ ଟିକେ ହସ ମିଳିଲାନି। କାରଣ ତାଙ୍କୁ ବୋଧେ ବଡ଼ ବଡ଼ ରୋଗ ମାଡ଼ି ବସିଛି, ତାଙ୍କ ତଣ୍ଟିକି ଆଉ ତାଙ୍କ ହସ ଛଡ଼େଇ ନେଇଛି। ଭଗବାନ ଡାକୁଛି, ଆତ୍ମଗର୍ବ ଛାଡ଼ନ୍ତୁ ନା। ଧନ ଆଜି ଅଛି କାଲି ନାହିଁ, କିନ୍ତୁ ଯାହା ପାଖରେ ଭଲ ନିଦ୍ରା ଅଛି ନା, ତାକୁ କେବେ ରୋଗ ହବନି। ଅଭାବରେ ଥାଉ, ଯଦି ସେ ଖୁସିରେ ଅଛି ନା, ହସୁଛି ନା, ବିଶ୍ୱାସ କରିବେନି, ଆପଣମାନଙ୍କୁ ଭିଡ଼ିଓରେ ଦେଖିବେ, ଜଣେ ଜଣେ ବହୁତ ଖୁସି ହେଇକି ମୋ ସହିତ ଭିଡ଼ିଓ କରୁଛନ୍ତି। ଆମ ଗାଁର ଲୋକମାନେ ବହୁତ ସୁନ୍ଦର। ଆମର ଗାଁ ମାଟି ପାଣି ପବନ ଓ ଜନ୍ମ ହେଇଛି ଯେତେବେଳେ ସମସ୍ତେ ମୋର ଭଲ ଭଲ ଲାଗନ୍ତି ମୋତେ, ଆଉ ମୁଁ ବି ସମସ୍ତଙ୍କୁ ଭଲ ପାଏ।